ଜୟ ଜଗନ୍ନାଥ। ମୁଁ ସୁରେଶ ଚନ୍ଦ୍ର ସ୍ୱାଇଁ ଆପଣମାନଙ୍କ ପାଇଁ ଛୋଟ ଭିଡ଼ିଓଟି ଆଣିଛି। ଆଜିର ଦୁନିଆରେ ବା ଆଜିର ଯୁବପିଢ଼ିମାନେ ଚାକିରି କରିବାକୁ ସମସ୍ତେ ବ୍ୟସ୍ତ। ସେ ପ୍ରାଇଭେଟ୍ ହେଉ ବା ସରକାରୀ। ବନ୍ଧୁଗଣ, ଯିଏ ଯେଉଁଠି କାମ କର କିଛି ଅସୁବିଧା ନାହିଁ। ରୋଜଗାରର ରାସ୍ତା ବିଭିନ୍ନ ବାଟରେ ରହିଛି। ଏମିତିକି ଅନେକ ଲୋକ ଅଛନ୍ତି, ସେମାନେ ପ୍ରାଇଭେଟ୍ ସେକ୍ଟରରେ କାମ କରୁଛନ୍ତି କିନ୍ତୁ ଗଭର୍ଣ୍ଣମେଣ୍ଟ ଠାରୁ ଅଧିକ ରୋଜଗାର ମଧ୍ୟ କରୁଛନ୍ତି। ମୋର କହିବା କଥା ଏତିକି, ଆପଣ ଯେଉଁଠି ଯେଉଁ କାମ କରନ୍ତୁ କିଛି ଅସୁବିଧା ନାହିଁ, କିନ୍ତୁ ତାହାକୁ ମନ ପ୍ରାଣ ଦେଇ କରନ୍ତୁ। ଆପଣ ଦେଖିବେ ସେ ଜାଗାରେ ନିଶ୍ଚିନ୍ତ ଆପଣଙ୍କୁ ସଫଳତା ମିଳିବ। କିନ୍ତୁ ଆପଣମାନେ କ'ଣ କରୁଛନ୍ତି? ପଇସା ଲୋଭରେ ଆଜି ଗୋଟେ ସେକ୍ଟରରେ କାମ କରୁଛନ୍ତି, ଯଦି ଆଉ କେଉଁ ସେକ୍ଟରରେ ସେ 10 ଟଙ୍କା କହିଥିଲା ଆପଣ ସେଠିକି ପଳାଉଛନ୍ତି। 10 ଟଙ୍କା ବାଲା ଯଦି କେହି 12 ଟଙ୍କା କହିଥିଲା ଆପଣମାନେ ସେଠିକି ପଳାଇ ଯାଉଛନ୍ତି। ତାଦ୍ୱାରା କ'ଣ ହେଉଛି କି, ଆପଣ କୌଣସି ଜ୍ଞାନରେ ପରିପକ୍ୱତା ଲାଭ କରିପାରୁନାହାନ୍ତି। ଏମିତିକି ସମୟ ଆସୁଛି, ଆପଣଙ୍କ ବିଷୟରେ ତ ଜାଣିଯାଉଛି କମ୍ପାନୀ, ଏ ଲୋକଟି ପଇସା ଲୋଭରେ ଦୌଡ଼ି ଆସୁଛି, କିନ୍ତୁ କାମ ଉପରେ ଆର ସେତିକି ଫୋକସ୍ ନାହିଁ। ସେତେବେଳେ ଆପଣଙ୍କୁ ଆଉ ସେଇ ପ୍ରାଇଭେଟ୍ ଚାକିରିଟା ବି ମିଳୁନି। ଆପଣମାନେ ଘରେ ବସୁଛନ୍ତି, ଆପଣଙ୍କ ପିଲାଛୁଆ ହଇରାଣ ହେଉଛନ୍ତି। ଆପଣମାନେ କୁହନ୍ତୁ, ଯେଉଁ ମାଲିକଟି ସେ ସଂସ୍ଥାଟିକୁ ଗଢ଼ିଛି ଦୀର୍ଘ ଦିନ ଧରି, ସେ ଚାହିଁବ କି କେବେ ସେ ସଂସ୍ଥାଟି ତା'ର ଭାଙ୍ଗିଯାଉ, ବୁଡ଼ିଯାଉ, ଭାସିଯାଉ? କେବେ ସେ ଚାହିଁବନି। ଆଜ୍ଞା, ଆପଣଙ୍କୁ ସେ ଯେତିକି କହିଛି ସେଇ 5 ଟଙ୍କା ହିଁ ଦେଉଛି। ଆପଣ ପଇସାର ଲୋଭ କରନ୍ତୁ ନାହିଁ। ଆପଣ ଯଦି ସେଇ ଗୋଟିଏ ଜାଗାରେ ପଡ଼ି ରହି କାମ କରିବେ ନା, ଆପଣ ସେଇ କର୍ମର ସମସ୍ତ ନିପୁଣତା ଆପଣ ହାସଲ କରିବେ। ସମୟ ଆସିବ, ସେଇ ମାଲିକ ଆପଣଙ୍କୁ 5 ଟଙ୍କା ଦେଉଥିଲେ ସେଇ ଆପେ 10 ଟଙ୍କା ଦେବ, ସେଇ ଆପେ 15 ଟଙ୍କା ଦେବ। କାରଣ ମାଲିକଟି ସେତେବେଳେ ବୁଝି ସାରିଥିବ ଏ ଏମ୍ପ୍ଲୟଟି ମୋ ପାଇଁ ଦରକାର। ଯଦି ମୁଁ ଏମ୍ପ୍ଲୟିକି ଛାଡ଼େ ତାହେଲେ ଏଭଳି ଏମ୍ପ୍ଲୟିଟି ଆଉ ପାଇବି ନାହିଁ। ସେତିକି ହେବା ପାଇଁ ହେଲେ ଆପଣଙ୍କୁ ମନ ପ୍ରାଣ ବିଶ୍ୱାସ ନେଇ କାମ କରିବାକୁ ପଡ଼ିବ। ଜୟ ଜଗନ୍ନାଥ। ମୋର ବିଶ୍ୱାସ, ଆପଣମାନେ ଯିଏ ଯେଉଁଠି କାମ କରନ୍ତୁ, କିନ୍ତୁ ନିଜର ସଚ୍ଚୋଟତା ବଜାୟ ରଖନ୍ତୁ। ନିଜର ବିଶ୍ୱାସ ମାଲିକ ପାଖରେ ସୃଷ୍ଟି କରନ୍ତୁ। ଆପଣ ନିଶ୍ଚୟ ଦୁନିଆରେ ଦିନେ ଭଲ ମଣିଷ ହେବେ ଏବଂ ସକ୍ସେସ୍ ହେବେ। ସକ୍ସେସ୍ ମଣିଷ ଠିଆ ହେବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।